ଆଜ୍ଞା ଆଜ୍ଞା ନମସ୍କାର। ମୋ ନାଁ ନିହାର ରଞ୍ଜନ ଓଝା, ମୁଁ ଆଡ଼ଭୋକେଟ୍ ଅଛି। ଆପଣ ଆମେ ତ ଡେ ଟୁ ଡେ ଲାଇଫ୍ରେ କରୁଛୁ କେସ୍। ଆମେ ମୁଁ ତ ଯେହେତୁ ଡିଫେନ୍ସ ଆଡ଼ଭୋକେଟ୍ ଅଛି, ତେଣୁ ଜାଣିଛି କି ସେଇଟା କଥା। ମୁଁ ଜାଣିନଥିଲି ଯେ ଆପଣଙ୍କର ଏଇ କୋଶ୍ଚିନ୍ ଆସିବ ବୋଲି, କିନ୍ତୁ ଆମର ସରକାର କହିଲେ ଯେ ସବୁ ଫୋନ୍ ଭିଡ଼ିଓ ସବୁ ମୋବାଇଲରୁ ବନ୍ଦ କଲେ। ଭଲ ହେଇଛି, ଯାହାଫଳରେ କି ବହୁତ କଥା ଯେଉଁଟାକି ସେ ଫୋନ୍ ଭିଡ଼ିଓ ଦେଖିକିରି ମୋ ଦୁନିଆ ନଷ୍ଟ ହେଉଥିଲା ଏବଂ ବହୁତ ଛୋଟଠୁ ବଡ଼ ଲୋକମାନେ ସେଗୁଡ଼ାକ ଭିତରେ ପଶୁଥିଲେ, ଯାହାଫଳରେ କି ସେଇଟା ବନ୍ଦ ହେଇଗଲା ପରେ ଭଲ ହେଲା। କିନ୍ତୁ ଯେଉଁ ପ୍ଲେ ଷ୍ଟୋରରୁ ଗୋଟେ ଗୋଟେ ଆପ୍ ଅଛି, ମଝିରେ ବି ମୋ ପାଖକୁ ଆସିଥିଲେ 6-7 ଜଣ ଝିଅ। ସେ ଗୋଟେ ଆପ୍ଟେ ଡାଉନଲୋଡ଼୍ କରିଥିଲେ, ସ୍ମୁଜ୍। ତାର ସ୍ପେଲିଂ ହେଲା SCHMOOZE, ସ୍ମୁଜ୍। ଗୋଟେ ଫ୍ରି ଡେଟିଂ ଆପ୍। ଆଜ୍ଞା, ମୋର ନିବେଦନ ସରକାରଙ୍କୁ ଯେ ଏଇ ଯେଉଁ ଫ୍ରି ଡେଟିଂ ଆପ୍ ଗୁଡ଼ିକ ଅଛି, ସେଥିରେ ଝିଅମାନଙ୍କ ପାଇଁ ଫ୍ରି, କ'ଣ ପ୍ଲାଟିନମ୍, ଗୋଲ୍ଡେନ୍ ସବୁ ଅଛି। ଆଉ ପୁଅମାନଙ୍କ ପାଇଁ ପଇସା ଦେବେ। କ'ଣ ବେଶୀ ପଇସା ନାହିଁ, ଏ 20 ଟଙ୍କା 50 ଟଙ୍କାରୁ ଆରମ୍ଭ କରିବେ, 500 ଟଙ୍କା 1000 ଟଙ୍କା ସେଥିରେ ବି ସେମାନେ ପଇସା ଇନକମ୍ କରିବା ପାଇଁ ଏବେ ଗୋଟେ ମାଧ୍ୟମ ବାହାର କଲେଣି। ଯାହାଫଳରେ କି ଏଇ ଯେଉଁ ସ୍ମୁଜ୍ ଆପ୍ରୁ ଡାଉନଲୋଡ଼୍ କରିଥିଲେ ଏବଂ ଡାଉନଲୋଡ଼୍ କଲା ପରେ ଗୋଟେ ଗ୍ଲୋବାଲ୍ ୟୁନିଭର୍ସିଟି ନାଁ ମୁଁ କହୁନି, ସେ ଗ୍ଲୋବାଲ୍ ୟୁନିଭର୍ସିଟିର କିଛି ପିଲା ଏମାନଙ୍କୁ ଝିଅମାନଙ୍କୁ ହଷ୍ଟେଲକୁ ନେଇ ଆଉ କୋଲ୍ଡ ଡ୍ରିଙ୍କସରେ ନିଶା ଟାବଲେଟ୍ ଦେଇ ତାଙ୍କୁ ଯୌନ ଶୋଷଣ କରିଛନ୍ତି। ଏବଂ ପର ମୁହୂର୍ତ୍ତରେ ଏଇଠି ବି ଆମେ ଲେଖାପଢ଼ା କରାହେଇଥିଲା, ଏତଲା ବି କରାଯାଇଥିଲା। କିନ୍ତୁ ତାଙ୍କର ଯେଉଁ ଘରର ମୁରବୀମାନଙ୍କର ହସ୍ତକ୍ଷେପ କରିବା ପାଇଁ ମୁଁ ତାଙ୍କୁ ବୁଝେଇଲି। ଯାହା ବି ହେଇଯାଇଛି ଭୁଲରେ ମା, ସେ ଝିଅଟିକୁ ବୁଝେଇକିରି ମୁଁ କହିଲି ଏଇଟା ଘର ଭିତର କଥା, ଘର ଭିତରେ ଘରର ମୁରବୀମାନଙ୍କୁ କହିବାକୁ ପଡ଼ିବ। ତେଣୁ ଯେହେତୁ କାଦୁଅକୁ ଗୋଡ଼ ବଢ଼େଇ ଦେଇଛ, ଏ ବୟସରେ ସେଇଟା ଟିକେ ନିଜକୁ ଟିକେ କଣ୍ଟ୍ରୋଲ କରିବାର ଥିଲା। ଯଦି ପାଦ ବଢ଼େଇ ଦେଇଛ, ଆଗ ଘରର ମୁରବୀମାନଙ୍କର କାନରେ ପକାଅ। ପକାଇଲା ପରେ ସେମାନେ ଯାଇ ସେଇ ଯେଉଁ ଗ୍ଲୋବାଲ୍ ୟୁନିଭର୍ସିଟିର ପିଲାମାନଙ୍କୁ ଧରି ତାଙ୍କ ମୋବାଇଲରୁ ସେ କ'ଣ କରୁଛନ୍ତି, ମୋବାଇଲରେ ସବୁ ରେକର୍ଡ଼ିଂ କରିଦେଉଛନ୍ତି। ରେକର୍ଡ଼ିଂ କରିଦେଇକିରି ତାକୁ ଏଥିରେ ମାନେ ସୋସିଆଲ ମିଡ଼ିଆରେ ଛାଡ଼ିବା ପାଇଁ ଧମକାଉଛନ୍ତି ଏବଂ ବ୍ଲାକମେଲ୍ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏ ଯେଉଁ ତେଣୁ ତାଙ୍କୁ ତାଙ୍କର ଘରର ମୁରବୀମାନେ ଯାଇ ସେ ପିଲାଟିକୁ ଧରିଲେ ଏବଂ ତାଙ୍କର ମୋବାଇଲରେ ସେ କ'ଣ ମାନେ କିଛିଟା ଭିଡ଼ିଓ ଆଉ ଜଣଙ୍କର ଫଟୋ ଆଣିକିରି ସେଥିରେ ଯୋଡ଼ିକିରି ନେକେଡ଼ ଭିଡ଼ିଓକୁ ତିଆରି କରିଛନ୍ତି, ଯେଉଁଟାକି ତାଙ୍କୁ ବହୁତ ତାଙ୍କ ଝିଅମାନଙ୍କୁ ବହୁତ କଷ୍ଟ ହେଇଛି ଏବଂ ନିଜର ଇଜ୍ଜତ ମାନେ ବାହାରେ ପଡ଼ିଯିବା ପୂର୍ବରୁ ଘରର ମୁରବୀମାନଙ୍କ ଦ୍ୱାରା। ଆଉ ଆଜିକାଲିକା ଡେଟ୍ରେ ବି ବହୁତ ପରିବାର ବି ଆସୁଛନ୍ତି, ବହୁତ ସିନିୟର ଅଫିସରମାନେ ଆସୁଛନ୍ତି। ଘରର ଝିଅମାନେ ମାନେ ଟିନ୍ ଏଜ୍ର ଝିଅମାନେ, 15 ବର୍ଷରୁ 20 ବର୍ଷର ଝିଅମାନେ ଘରେ ରହୁନାହାନ୍ତି, ଧମକାଉଛନ୍ତି ବାପା ମାଆଙ୍କୁ, ବ୍ଲାକମେଲ୍ କରୁଛନ୍ତି ବାପା ମାଆମାନଙ୍କୁ। ସେମାନେ ନିଜର ମାନେ ଘରର କଥା ପଦାକୁ ନ ଯାଉ ବୋଲି ଥାନାକୁ ଯାଇପାରୁନାହାନ୍ତି, ଘର କୋଣରେ କାନ୍ଦୁଛନ୍ତି। ଝିଅମାନେ ଆଉ ପୁଅମାନେ ଏଇ ଯେଉଁ ଟିନ୍ ଏଜ୍, ଯେଉଁ ଏଜ୍ଟା, ଏ ଯେଉଁ 12 ବର୍ଷରୁ 20 ବର୍ଷ ଭିତରେ ସେମାନେ ମାନେ ଆରେ ବାପା ଗଲେ ମାନେ ବାପା ଗଲେ ଅଫିସ୍, ମା ରହିଲେ ଘରେ। ଆମେ ଅବିକା ଦୋଷ ଦେବା ମାଆକୁ, ମା କ'ଣ କରୁଥିଲା ଘରେ? ନାହିଁ ଆଜ୍ଞା, ମାଆର କିଛି ଦୋଷ ନାହିଁ ଏଠି।